ଗୁଡ୍ ମର୍ଣ୍ଣିଂ ଓଡ଼ିଶା। ଆଜି ହେଉଛି 22 ମେ ବୁଧବାର। ଆଜି ରହିଛି 10ଟି ଗୁରୁତ୍ୱପୂର୍ଣ୍ଣ ଖବର। ତା ପୂର୍ବରୁ ଆପଣମାନେ ଭିଡ଼ିଓକୁ ଲାଇକ୍ କରି କେଉଁ ଜିଲ୍ଲାରୁ ଦେଖୁଛନ୍ତି ନିଶ୍ଚିନ୍ତ କମେଣ୍ଟ କରନ୍ତୁ। ତେବେ ନମ୍ବର 1 ହେଲା ବିଜେଡି ସରକାରକୁ ବଙ୍ଗୋପସାଗର ଫିଙ୍ଗ। ନବୀନ ବାବୁ ନିଷ୍ପତ୍ତି ନେଇ ପାରୁନାହାନ୍ତି, ନାମକୁ ମାତ୍ର ଅଛନ୍ତି। ଏଭଳି କହିଛନ୍ତି ଅମିତ ଶାହା। ଓଡ଼ିଶାରେ ଏବେ ତାମିଲ ଶାସନ ଚାଲିଛି। ନବୀନ ବାବୁ କୌଣସି ନିଷ୍ପତ୍ତି ନେଇ ପାରୁନାହାନ୍ତି, ସେ ନାମକୁ ମାତ୍ର। ରାଜ୍ୟ ସରକାର ବାସ୍ତବରେ ନିଜେ ଜାଣୁନାହାନ୍ତି କ'ଣ କରୁଛନ୍ତି। ଆଉ ଏଠି ବାବୁରାଜ ଚାଲିଛି। ନବୀନ ବାବୁଙ୍କ ପଛରେ ଥିବା ତାମିଲ ଶାସନ କରି ରାଜ୍ୟକୁ ରାଜକୋଷକୁ ହଡପ କରୁଛି। ଆଉ ରାଜ୍ୟରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବଢିବାରେ ଲାଗିଛି। ଏହି ଓଡ଼ିଆଙ୍କ ପ୍ରତି ଏହା ଅପମାନ। ଆଜି ଏମିତି କଡ଼ା ଭାଷାରେ ରାଜ୍ୟ ସରକାରକୁ ଉତ୍ସନା କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଓଡ଼ିଶାର ଶାସନ ଭାର କୌଣସି ଅଣ ଓଡ଼ିଆ ନୁହେଁ, ବରଂ ଯୁବ ଓଡ଼ିଆ ହାତରେ ରହିବା ଦରକାର ବୋଲି କହିଛନ୍ତି। ଆଜି ଏକା ଦିନେ ଓଡ଼ିଶା 4ଟି ଜାଗାରେ ଆୟୋଜିତ ନିର୍ବାଚନ ସଭାରେ ଅମିତ ଶାହା ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ସମ୍ବଲପୁର, ଅନୁଗୁଳ, କେଉଁଝର, ନୟାଗଡ଼ରେ ଆୟୋଜିତ ବିଶାଳ ସମାବେଶରେ ଏବେ ଉଦ୍ବୋଧନ ଦେଇଥିଲେ ଏବଂ ସବୁ ସଭାରେ ସିଧାସଳଖ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି। ଆଉ କହିଛନ୍ତି ଯେ ତାମିଲ ଶାସନ ଚାଲିଛି ଓଡ଼ିଶାରେ। ଆଉ କେତେ ଦିନ ପରେ ଓଡ଼ିଶାରୁ ସବୁ କିଛି ଲୁଟ୍ ନେଇଯିବେ। ଆଉ ପ୍ରତିଭାଶାଳୀ ବ୍ୟକ୍ତି ପରିଶ୍ରମ କରିବା ପାଇଁ ପରିଶ୍ରମ କରୁଛନ୍ତି, କିନ୍ତୁ ଯେଉଁମାନେ ପରିଶ୍ରମ କରୁନାହାନ୍ତି ତାଙ୍କ ପାଇଁ ସବୁ କିଛି କରୁଛନ୍ତି। ଓଡ଼ିଶାର ଉନ୍ନତି ପାଇଁ ଜଣେ ଯୁବ ଏବଂ ଉତ୍ସାହ ମୁଖ୍ୟମନ୍ତ୍ରୀ ଆବଶ୍ୟକତା ରହିଛି ବୋଲି ଅମିତ ଶାହା କହିଛନ୍ତି। ଓଡ଼ିଶା ଉପରୁ ଟଳୁଛି ଝଡ଼ ବର୍ଷାର ଭୟ। ଆଜି ଲଘୁଚାପ 24ରେ ଅବପାତ। ପୂର୍ବାନୁମାନ ଅନୁଯାୟୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବା ପରେ ଉତ୍ତର ପୂର୍ବ ଦିଗରେ ଗତି କରିବ। 24 ତାରିଖ ସକାଳ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅବପାତ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଅଧିକ ତୀବ୍ର ହୋଇ ଉତ୍ତର ପୂର୍ବ ଦିଗରେ ଗତି କରିବ। ପ୍ରଭାବରେ 22 ତାରିଖରେ କୌଣସି ବଙ୍ଗୋପସାଗର ଘଣ୍ଟା ପ୍ରତି 35-45 କିଲୋମିଟର ବେଗରେ ପବନ ବହିବ। ସ୍ଥଳ ବିଶେଷର ପବନ ଘଣ୍ଟା ପ୍ରତି 55 କିଲୋମିଟର ପହଞ୍ଚିପାରେ। ତେବେ 23 ତାରିଖ ବେଳକୁ କେନ୍ଦ୍ରୀୟ ଓ ସଂଲଗ୍ନ ବଙ୍ଗୋପସାଗରରେ ଘଣ୍ଟା ପ୍ରତି 40-50 କିଲୋମିଟର ବେଗରେ ପବନ ବୋହିପାରେ। ମଝିରେ ମଝିରେ ତ 60 କିଲୋମିଟର ପର୍ଯ୍ୟନ୍ତ ଝଟକା ଦେଇପାରେ। ତେବେ 24 ତାରିଖ ସକାଳ ବେଳକୁ ଅବପାତଟି ଉତ୍ତର ବଙ୍ଗୋପସାଗର ପହଞ୍ଚିଲା ବେଳକୁ ପବନର ବେଗ 70 କିଲୋମିଟର ରହିଯିବ। ଆଉ ଏହି ସମୟରେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ମନା କରାଯାଇଛି 23 ତାରିଖ ଏବଂ 24 ତାରିଖରେ ନ ଯିବା ପାଇଁ। ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ସେମାନେ 23 ତାରିଖ ଦିନ ଫେରି ଆସନ୍ତି ବୋଲି କୁହାଯାଇଛି। ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି କେଉଁଝର ଲୋକସଭା ନିର୍ବାଚନ ମଣ୍ଡଳୀରେ ଚମ୍ପୁଆ, କରଞ୍ଜିଆ, ପାଟଣା, ତେଲକୋଇ ଓ ଘସିପୁରା ବିଧାନସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ସହ ଭୋଟ ମାଗିଛନ୍ତି। ପ୍ରତ୍ୟେକ ସ୍ଥାନରେ ହଜାର ହଜାର ଲୋକଙ୍କୁ ସ୍ୱାଗତ କରି ବିଜେଡିକୁ ସମର୍ଥନ ଜଣାଇଥିଲେ। ପାଣ୍ଡିଆନ ପଚାରିଥିଲେ, ମୁଖ୍ୟମନ୍ତ୍ରୀକୁ ଆପଣମାନେ ଭଲ ପାଉଛନ୍ତି ତ? ସମବେତ ଜନତା ହଁ କହିବା ସହିତ ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନ ଦେଇଥିଲେ। ପାଣ୍ଡିଆନ କହିଥିଲେ, ମୁଖ୍ୟମନ୍ତ୍ରୀ ଜନଜାତି ଏବଂ ଭଉଣୀମାନଙ୍କ ପାଇଁ ଯାହା କରିଛନ୍ତି ସବୁଠାରୁ ଭଲ ସ୍ଥାନରେ ସମ୍ମାନର ସହ ରଖିଛନ୍ତି। ଜନଜାତି ଭାଇ ଭଉଣୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦାୟିତ୍ୱ ନେଇଛନ୍ତି। ଅନ୍ୟ ରାଜ୍ୟମାନେ ଜନଜାତି ବଜେଟ୍ କମାଇ କମାଇ ଚାଲିଛନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ ଜନଜାତି ବଜେଟକୁ ବଢ଼ାଇ ଚାଲିଛନ୍ତି। ସେମାନଙ୍କ କଳା, ସଂସ୍କୃତି, ପୂଜାସ୍ଥଳୀର ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଢ଼ିଛନ୍ତି। ଅନ୍ୟପକ୍ଷରେ ଏହିଭଳି ରାଜ୍ୟ ବିଜେପି ଶାସିତ ରାଜ୍ୟମାନେ ମଧ୍ୟ କରିନାହାନ୍ତି। ଜନଜାତି ସମ୍ପ୍ରଦାୟ ଉପରୁ 50,000 ଛୋଟ ବଡ଼ ମାମଲା ରବ୍ଦ ମଧ୍ୟ ହୋଇଛି। ତେଣୁ ମୁଖ୍ୟମନ୍ତ୍ରୀ ଆହୁରି କିଛି ପ୍ଲାନ୍ କରିବା ପାଇଁ ଭାବିଛନ୍ତି। ଆପଣମାନଙ୍କୁ ଯାହା ପ୍ରତିଶ୍ରୁତି ଦିଆଯାଇଛି ସେଇଆ ମଧ୍ୟ ହେବ। ଆଉ ବିଜେପି ଆସିଲେ କିଛି କରିବନି, ସବୁ ବନ୍ଦ ହୋଇଯିବ, ଏମିତି କହିଛନ୍ତି ପାଣ୍ଡିଆନ। ମାଲକାନଗିରିକୁ ବୁଡ଼ାଇବ ପୋଲାଭରମ, ହଜାର ହଜାର ପରିବାର ବିସ୍ଥାପିତ ହେବା ଆଶଙ୍କା। ତେବେ ଚିତ୍ରକୋଣ୍ଡା ଜଳଭଣ୍ଡାର ଯୋଗୁଁ ଶହ ଶହ ପରିବାର ବିସ୍ଥାପିତ ହେଲେ। ଭିଟାମାଟି ଛାଡ଼ିବା ଯୋଗୁଁ କେଉଁ କ୍ଷତି ହୋଇଛି ତାହା ଭରଣ ପୋଷଣ ଏଯାଏଁ ହେଇନି। ଅନ୍ୟପଟେ ଆନ୍ଧ୍ରରେ ପୋଲାଭରମ ପ୍ରକଳ୍ପ ସମାନ ସ୍ଥିତି ଉପୁଜିଛି। ମାଲକାନଗିରି ଜିଲ୍ଲାର ଅନେକ ଗାଁକୁ ମେଗା ପ୍ରକଳ୍ପ ସମ୍ପୂର୍ଣ୍ଣ ବୁଡ଼ାଇବ।
ତେଣୁ ଯାହାର ନାମ ଗତ କିଛି ବର୍ଷ ହେବ ବାରମ୍ବାର ଦେଖିବାକୁ ମିଳୁଛି। ପ୍ରକଳ୍ପ ବର୍ତ୍ତମାନ ନିର୍ମାଣାଧୀନ ରହିଥିଲା। ବେଳେ ବେଳେ ବର୍ଷା ଦିନେ ଓଡ଼ିଶାକୁ ଅନେକ ଗାଁକୁ ବୁଡ଼ାଉଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଗଲା ପରେ ପାଣି ବର୍ଷା ତମାମ ଗଚ୍ଛିତ ହୋଇ ରହିବ, ଯାହାଫଳରେ ଅନେକ ଓଡ଼ିଶାର ଜନବସତି ଏବଂ ଜଙ୍ଗଲ ଜଳମଗ୍ନ ହୋଇପାରେ ବୋଲି କୁହାଯାଉଛି। ତେଣୁ ହଜାର ହଜାର ପରିବାର ଏଥିରେ ବିସ୍ଥାପିତ ହେବେ ବୋଲି ଆଶଙ୍କା ମଧ୍ୟ କରାଯାଉଛି। ପୋଲାଭରମ ପ୍ରକଳ୍ପକୁ ଆରମ୍ଭରୁ ବିରୋଧ କରାଯାଇଥିଲା, କିନ୍ତୁ ଓଡ଼ିଶା ସମେତ ଛତିଶଗଡ଼, ତେଲେଙ୍ଗାନାରେ ଏହା ପ୍ରତିବାଦ ଜାରି ରହିଛି। ତଥାପି ଓଡ଼ିଶାରେ ଏବେ ପୋଲାଭରମ ପ୍ରକଳ୍ପ ଆରମ୍ଭ ହୋଇଛି ଏବଂ ଗାଁ ଲୋକ ଏନେଇ ଅପେକ୍ଷା କରିଛନ୍ତି ଆଗକୁ ଯଦି କିଛି ଅସୁବିଧା ହେଲା ତେଣୁ ରାଜରାସ୍ତାକୁ ଓହ୍ଲାଇବେ। ସରିଲା ମତଦାନ, ଚାଲିଛି ଅଙ୍କ କଷା। ପ୍ରମୁଖ ତିନି ଦଳର ନେତା କର୍ମୀଙ୍କ ଖଟିରେ ଚାଲିଛି ଚର୍ଚ୍ଚା। ସବୁ ଖଟିରେ ଗୋଟିଏ ଚର୍ଚ୍ଚା, କିଏ ଜିତିବ, କିଏ କେଉଁ ସ୍ଥାନରେ ରହିବ, କାହା ମୁଣ୍ଡରେ ହାତେ ସୁନା କଳସ ବସିବ। ନେତା ବସି ଅଙ୍କ କଷୁଥିବା ବେଳେ କର୍ମୀମାନେ ମଧ୍ୟ ଅଙ୍କ କଷୁଛନ୍ତି। ଖାଲି ନେତା କର୍ମୀ ଅଙ୍କ କଷୁନାହାନ୍ତି, ସାଧାରଣ ଭୋଟରମାନେ ମଧ୍ୟ ଅପେକ୍ଷା କରି ବସିଛନ୍ତି କେଉଁ ଦଳ ଜିତିବ ଆଉ କିଏ ଆସିବ। ରାଜନୀତି ସହ ସମ୍ପର୍କ ନଥିବା ସାଧାରଣ ଭୋଟରମାନେ ଆଗ୍ରହ ସହକାରେ ଫଳାଫଳକୁ ଅପେକ୍ଷା କରିଛନ୍ତି। ତେବେ ଗ୍ରାମାଞ୍ଚଳ ନେତାମାନେ ହିସାବ ଦେଉଛନ୍ତି ଯେ କେଉଁ ବୁଥରେ କେତେ ଭୋଟ ଆସିବ। ପ୍ରାର୍ଥୀମାନେ ପାର୍କ ଗଣତି ସହିତ ମନେ ମନେ ଖୁସି ବ୍ୟକ୍ତ କରୁଥିବା ବେଳେ ଜନତା ଜନାର୍ଦ୍ଦନ ଏବେ ଖଟିରେ ବସି ପ୍ରାର୍ଥୀଙ୍କ ସହ ଆକଳନ କରୁଛନ୍ତି। ହେଲେ ଇଭିଏମ୍ ଭିତରେ କାହାର ଭୋଟ ପଡ଼ିଛି 4 ତାରିଖ ଦିନ ସ୍ପଷ୍ଟ ହୋଇଯିବ। ଚଳିତ ନିର୍ବାଚନରେ ଉଦୟଗିରି ବିଧାନସଭା ବିଧାୟକ ପ୍ରାର୍ଥୀ ମୋଟ 8 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ କଂଗ୍ରେସରୁ ପ୍ରଫୁଲ୍ଲ ଚନ୍ଦ୍ର ଏବଂ ବିଜେଡିରୁ ଶାଲୁକା ପ୍ରଧାନ ଏବଂ ବିଜେପିରୁ ମାନଗୋବିନ୍ଦ ପ୍ରଧାନ ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି। ତ୍ରିମୁଖ ପ୍ରତିଦ୍ୱନ୍ଦ୍ୱିତା ବେଳେ ଏବେ ସମସ୍ତ ପ୍ରାର୍ଥୀଙ୍କ ଇଭିଏମ୍ ଭିତରେ ରହିଛି ବୋଲି କୁହାଯାଉଛି। ଏବେ ଉଦୟଗିରି ମଧ୍ୟ ନିର୍ବାଚନ ମଣ୍ଡଳୀରେ ମୋଟ 67.ପ୍ରତିଶତ ମତଦାନ ଦେଇଥିବା ବେଳେ ଉଦୟଗିରି ବ୍ଲକ ଏନସିଆରରେ ଏବେ 64.ପ୍ରତିଶତ ମୋଟ ଆସିଥିଲା ଭୋଟ ବୋଲି କୁହାଯାଉଛି। ତେଣୁ ଅପେକ୍ଷା ରହିଲା କେଉଁ ଦଳ ଜିତୁଛି। ମୌସୁମୀ ଆସିନି, ମୁଣ୍ଡ ଟେକିଲାଣି ଡେଙ୍ଗୁ। ରାଜ୍ୟରେ 200 ପାର କଲା ଡେଙ୍ଗୁ। ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହେବାକୁ ଡେରି ଅଛି। କାଁ ଭାଁ କାଳବୈଶାଖୀ ବର୍ଷା ହେଉଛି, ହେଲେ ଏହାରି ଭିତରେ ଡେଙ୍ଗୁ ମୁଣ୍ଡ ଟେକିବା ଆରମ୍ଭ କଲାଣି। ବର୍ତ୍ତମାନ ସୁଦ୍ଧା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା 200 ପାର କରିସାରିଲେଣି, ଯାହାକି ଗତ ବର୍ଷ ତୁଳନାରେ 2 ଗୁଣା ଅଧିକ। ତେଣୁ ଏ ବର୍ଷ ଡେଙ୍ଗୁ ରାଜ୍ୟବାସୀଙ୍କୁ ଅଲବଲ କରିବା ନେଇ ଆଶଙ୍କା ଦେଖାଗଲାଣି। ଗତ କିଛି ବର୍ଷ ହେବ ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣ ଆସୁନାହିଁ। ମୌସୁମୀ ଓ ଏହାର ପରବର୍ତ୍ତୀ ମାସଗୁଡ଼ିକ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। ଗତ ବର୍ଷ 12,845 ଚିହ୍ନଟ ହୋଇଥିଲେ, ଯାହାକି ଆଜି ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ। ହେଲେ ଚଳିତ ବର୍ଷ ସ୍ଥିତି ଆହୁରି ସଙ୍ଗୀନ ହେବାର ଆଶଙ୍କା ଦେଖାଯାଉଛି, କାରଣ ଗତ ବର୍ଷ ସମୟରେ ରାଜ୍ୟରେ 83 ଜଣଙ୍କ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ମାତ୍ର ଚଳିତ ବର୍ଷରେ 203 ଜଣ ପହଞ୍ଚିଲେଣି। ସବୁ ବର୍ଷ ଚଳିତ ବର୍ଷ ଖୋର୍ଦ୍ଧାରେ ସର୍ବାଧିକ ହୋଇଥାନ୍ତି। ସୁନ୍ଦରଗଡ଼, ମାଲକାନଗିରି, ବାଲେଶ୍ୱରରେ ପ୍ରଚାର ଆରମ୍ଭ କଲେ ଅଶ୍ୱିନୀ। ମହିଳା ସମ୍ମିଳନୀରେ ଯୋଗ ଦେଲେ। ବାଲେଶ୍ୱରରେ ଲୋକସଭା କ୍ଷେତ୍ର ଏବଂ ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳମନ୍ତ୍ରୀ ବୈଷ୍ଣବ ମଧ୍ୟାହ୍ନ 12:25ରେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାଇ ରାଜଧାନୀ ଏକ୍ସପ୍ରେସରେ ବାଲେଶ୍ୱର ରେଳ ଷ୍ଟେସନକୁ ଓହ୍ଲାଇଥିଲେ। ବାଲିପାଳ ପଡ଼ିଆରେ ଆୟୋଜିତ ଦଳର ମହିଳା ସମ୍ମିଳନୀ ଯୋଗ ଦେଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦ୍ୱାରା ପ୍ରଣୀତ ସଶକ୍ତି ଯୋଜନାରେ ମିଶନ ଶକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିକ ସଶକ୍ତ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଇଚ୍ଛା ଶକ୍ତି ବଳରେ ସଂସଦରେ ଆଇନ ପ୍ରଣୟନ କରାଯାଇ ମହିଳାଙ୍କ ପାଇଁ 33% ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ହୋଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ଆବାସର ଯୋଜନା ମହିଳାଙ୍କୁ ପ୍ରାଧାନ୍ୟ ଏବଂ ସ୍ୱଚ୍ଛ ଭାରତର ସ୍ୱଚ୍ଛ ମିଶନ ମହିଳାଙ୍କ ପାଇଖାନା, ସ୍ୱଚ୍ଛ ଇନ୍ଧନ, ପରିବାର ସୁଖୀ ଯୋଜନାରେ ଉଜ୍ଜ୍ୱଳା ଗ୍ୟାସ୍, ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି ଏବଂ ବେଟି ବଚାଓ ବେଟି ପଢ଼ାଓ ଏ ନେଇ ମଧ୍ୟ ସୂଚନା ଦେଇଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ସବୁ କିଛି ଯୋଜନା କରିଛନ୍ତି। ଆଗକୁ ଭୋଟ ଦେଲେ ସବୁ କିଛି ଯୋଜନା ଲାଭଦାୟକ ହେଉ ବୋଲି କୁହାଯାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅପମାନ କରୁଛନ୍ତି ମୋଦି, କହିଲେ ଷ୍ଟାଲିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଓଡ଼ିଶା ଗସ୍ତରେ ଆସି ଶ୍ରୀମନ୍ଦିର ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ତେବେ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗରେ ମୋଦି ଗତକାଲି ବିଜେଡି ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ମୋଦି ତାମିଲନାଡୁ କଥା ମଧ୍ୟ ଉଠାଇଥିଲେ। ମୋଦି କହିଥିଲେ ଓଡ଼ିଶାରେ ପୁରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରର ଚାବି ତାମିଲନାଡୁକୁ ପଠାଇ ଦିଆଯାଇଛି।
ତେବେ ଏହି ପ୍ରସଙ୍ଗରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ ଆଜି ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ମୋଦି ଲୋକଙ୍କୁ ଘୃଣା ପାଇଁ ଉସ୍କାଉଛନ୍ତି ଷ୍ଟାଲିନ କହିଛନ୍ତି। ଏହି ବିବୃତ୍ତି ଜାରି କରି ଷ୍ଟାଲିନ କହିଛନ୍ତି ଯେ ମୋଦିଙ୍କ ଟିପ୍ପଣୀ କୋଟି କୋଟି ଲୋକଙ୍କ ଦ୍ୱାରା ପୂଜା ପାଉଥିବା ପ୍ରଭୁ ଜଗନ୍ନାଥଙ୍କୁ ଏକ ଅପମାନ କରିଛନ୍ତି। ଓଡ଼ିଶା ସହ ଭଲ ସମ୍ପର୍କ ରଖୁଥିବା ତାମିଲନାଡୁର ଲୋକମାନଙ୍କ ପାଇଁ ଏହା ଏକ ବଡ଼ ଅପମାନ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଷ୍ଟାଲିନ କହିଛନ୍ତି ଯେ ମୋଦିଙ୍କ ଦିମୁହାଁ କଥା ଆଉ ଦିମୁହାଁ ନୀତି। ତାଙ୍କ ଭାଷଣ ଓଡ଼ିଶା ଲୋକଙ୍କୁ ତାମିଲନାଡୁ ବିରୋଧରେ ମତାଇବା ସଦୃଶ। ମୋଦିଙ୍କର ତାମିଲଙ୍କର ପ୍ରତି ବହୁତ ଘୃଣା କାହିଁକି? ଯେତେବେଳେ ମୋଦି ତାମିଲନାଡୁ ଆସୁଛନ୍ତି ସେତେବେଳେ ତାମିଲଙ୍କ ଭାଷା ଏବଂ ବୁଦ୍ଧିଜୀବୀକୁ ପ୍ରଶଂସା କରୁଛନ୍ତି, କିନ୍ତୁ ଯେତେବେଳେ ଉତ୍ତରପ୍ରଦେଶ ରାଜଧାନୀ ଓଡ଼ିଶା ଯାଉଛନ୍ତି ସେହି ସମୟରେ ତାମିଲକୁ ଚୋର ଏବଂ ଘୃଣିତ ଭାବେ ଦର୍ଶାଉଛନ୍ତି। ଷ୍ଟାଲିନ କହିଛନ୍ତି ପ୍ରଧାନମନ୍ତ୍ରୀ ତାମିଲ ଲୋକଙ୍କୁ ଅପମାନ କରିବା ବନ୍ଦ କରିଦିଅନ୍ତୁ, ନହେଲେ ଆଗକୁ ବହୁତ ବଡ଼ ବିପଦ ଆସିପାରେ। ମୋଦିଙ୍କ ଘୃଣା ପାଇଁ ତାଙ୍କ ଭାଷଣ ଦ୍ୱାରା ଦୁଇ ରାଜ୍ୟର ଶତ୍ରୁତା ସୃଷ୍ଟି ହୋଇପାରେ ବୋଲି ଷ୍ଟାଲିନ କହିଛନ୍ତି। ରଇସ୍ଙ୍କ ଶୋକସଭାରେ ସାମିଲ ହେବେ ଉପରାଷ୍ଟ୍ରପତି। ଗତ 19 ତାରିଖରେ ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସ୍ ଏବଂ ବୈଦେଶିକ ମନ୍ତ୍ରୀ ଡକ୍ଟର ହୁସେନ ଅମିର ଅବଦୁଲ୍ଲା ଏବଂ ଅନ୍ୟ ଅଧିକାରୀ ଦୁଃଖଦ ବିୟୋଗରେ ସମବେଦନା ଜଣାଇବା ସହିତ ଉପରାଷ୍ଟ୍ରପତି ଜଗଦୀପ ଧନଗଡ଼ ଆସନ୍ତାକାଲି ଇରାନ ଗସ୍ତ କରିବେ। ରଇସ୍ଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନର ସରକାର ତଥା ଜନସାଧାରଣଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମଙ୍ଗଳବାର ଦିନ ନୂଆଦିଲ୍ଲୀସ୍ଥିତ ଇରାନ ଦୂତାବାସ ଗସ୍ତ କରି ଇରାନ ରାଷ୍ଟ୍ରପତି ବିୟୋଗରେ ସମବେଦନା ଜଣାଇଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରପତି ଇବ୍ରାହିମ ରଇସ୍ ପ୍ରତି ଶ୍ରଦ୍ଧାଞ୍ଜଳି ଆଜି ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଛି। କଂଗ୍ରେସକୁ ଟାର୍ଗେଟ କରି ଆମ୍ବେଦକର ପ୍ରସଙ୍ଗ ଉଠାଇଲେ ମୋଦି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ବଞ୍ଚିତ ସମ୍ପ୍ରଦାୟ ପାଇଁ ସଂରକ୍ଷଣ ବିରୋଧ କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ବିହାରରେ ମୋତିହାରୀରେ ଏବେ ଲୋକସଭା ନିର୍ବାଚନ ପାଇଁ ଜନସଭାକୁ ସମ୍ବୋଧିତ କରିବା ବେଳେ ଏ ବୟାନ ରଖିଛନ୍ତି। ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବାବା ଆମ୍ବେଦକର ନଥାନ୍ତେ ତେବେ ନେହେରୁ ଏବଂ ବିଏସ୍ପି ଏବେ ଏସ୍ଟି ଓବିସି ସଂରକ୍ଷଣ ପାଇଁ ରାଜି ହୋଇନଥାନ୍ତେ। ନେହେରୁ ଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖିଥିବା ଚିଠିରେ ଏହି ପ୍ରସଙ୍ଗରେ ନିଜର ମତ ସ୍ପଷ୍ଟ କରିଛନ୍ତି। ଇନ୍ଦିରା ଗାନ୍ଧୀ ନ ହୁଅନ୍ତୁ କି ରାଜୀବ ଗାନ୍ଧୀ ସମସ୍ତେ ସଂରକ୍ଷଣ ବିରୋଧ କରିଥିଲେ। ଏସ୍ପି ଏସ୍ଟି ଓବିସି କଂଗ୍ରେସ ପକ୍ଷରୁ ତେବେ କେବେ ସମ୍ମାନ ମିଳିନାହିଁ ବୋଲି ମୋଦି କହିଛନ୍ତି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକୁ କଡ଼ା ସମାଲୋଚନା କରିଛନ୍ତି। ମୋଦି କହିଛନ୍ତି ଯେ ବିଜେପି ବହୁମତରେ କ୍ଷମତାକୁ ଆସିବା ପରେ ସମ୍ବନ୍ଧିତ ପରିବର୍ତ୍ତନ କରି ଉଚ୍ଛେଦ କରିପାରିବ ବୋଲି ସେମାନେ ମିଥ୍ୟା ପ୍ରଚାର କରୁଥିଲେ। ବିଜେପି ବଞ୍ଚିତ ଜାତିଙ୍କ ଅଧିକାର ସୁରକ୍ଷା କରୁଛନ୍ତି। କେବଳ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଦ୍ୱାରା ଅନୁସୂଚିତ ଜାତି ଏବଂ ଜନଜାତି ଓବିସି ଦ୍ୱାରା ଅଧିକାରୀ ସୁରକ୍ଷିତ ରହିଛନ୍ତି।